Hello friends, heartily welcome to my channel. At first I would like to thank you to like my videos and click my channel. ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଫ୍ରେଣ୍ଡସ୍ ଏଇଥିପାଇଁ କହିଲି କାରଣ ଏହି ଭିଡ଼ିଓଟି କେବଳ ମୋ ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଛୋଟରୁ ବଡ଼ ସ୍ତ୍ରୀ ପୁରୁଷ ଶିକ୍ଷିତ ଅଶିକ୍ଷିତ ସମସ୍ତଙ୍କୁ ଏହି ଭିଡ଼ିଓ ଦେଖିବାର ଆବଶ୍ୟକତା ଅଛି କାରଣ ଟାଇମ୍ ବା ସମୟ ସମସ୍ତଙ୍କ ପାଇଁ ସମାନ ସମୟ ଚକରେ ଆମେ ସମସ୍ତେ ବନ୍ଧା ରାତିକୁ ଦିନ କରିବାର ଶକ୍ତି ଆମ ହାତରେ ନାହିଁ କି ସକାଳ 10ଟାକୁ ଦିନ 12ଟା କରିପାରିବା ନାହିଁ ତେଣୁ ମୋର ଏକ କବିତା ମନେ ପଡ଼ିଯାଏ ସମୟ ସ୍ରୋତରେ ଆମେ ସବୁ ବନ୍ଧୁ ଭାସି ଚାଲିଥାଉ ନୀତି କେତେବେଳେ ଆହା କ'ଣ ଯେ ହେବ କେହି ନ କହିପାରନ୍ତି। ଡିଅର୍ ଫ୍ରେଣ୍ଡସ୍ ମୁଁ ଜଣେ ମୋଟିଭେସନାଲ୍ ସ୍ପିକର ନୁହେଁ କି ମୁଁ ଆପଣମାନଙ୍କୁ ଆଡ଼ଭାଇସ୍ ବା ଉପଦେଶ ଦେଉନାହିଁ ସମୟ ଯେ କେତେ ଇମ୍ପୋର୍ଟାଣ୍ଟ ସେ କଥା ଆପଣମାନେ ଭଲ ଭାବରେ ଜାଣନ୍ତି କିନ୍ତୁ ଆମ ଭିତରୁ ଅନେକ ତାକୁ ହାଲକା ଭାବରେ ନେଇଥାଉ ତେଣୁ ମୁଁ କେବଳ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ବା ଜାଗ୍ରତ କରିଦେଉଛି ବୋଲି ଭାବିପାରନ୍ତି। ଟାଇମ୍ ବା ସମୟ ଏମିତି ଏକ ଶବ୍ଦ ଯାହାର ମୂଲ୍ୟ ନାହିଁ ଯେପରି ବାପା ମାଙ୍କର ସ୍ନେହ ମମତାକୁ ଆମେ କୌଣସି ଟଙ୍କା ପଇସା ସହ ତୁଳନା କରିପାରିବା ନାହିଁ ତେଣୁ ତାକୁ ଅମୂଲ୍ୟ ବୋଲି କୁହାଯାଏ ସେହିପରି ସମୟ ଥରେ ଚାଲିଗଲେ ଯେତେ ଟଙ୍କା ଦେଲେ ମଧ୍ୟ ଆଉ ଫେରେ ନାହିଁ ଯେତେ ମୂଲ୍ୟବାନ ଜିନିଷ ହେଉନା କାହିଁକି ଆମକୁ ଯଦି ତାହା ଫ୍ରିରେ ମିଳିଗଲେ ଆମେ ତାକୁ ବେଶୀ ଗୁରୁତ୍ୱ ଦେଇନଥାଉ ବା ଆମେ ତା'ର ସଦୁପଯୋଗ କରିବା ପାଇଁ ଏତେ ଚିନ୍ତା କରିନଥାଉ। ସିମିଲାରଲି ସମୟର ପ୍ରତ୍ୟେକ ସେକେଣ୍ଡ ଯେ ଆମ ପାଇଁ କେତେ ଇମ୍ପୋର୍ଟାଣ୍ଟ ଆମେ ଜାଣି ମଧ୍ୟ ଏତେ ଗୁରୁତ୍ୱ ଦେଇନଥାଉ ଟାଇମ୍ ୱେଷ୍ଟ କହି ଚୁପ୍ ହେଇଯାଉଛୁ ନହେଲେ କିଏ ଯଦି କହିଦେଲା ମୋର ସମୟ ନଷ୍ଟ ହେଇଯାଉଛି ତେବେ ତାକୁ ସମୟାନୁବର୍ତ୍ତିତା ନିୟମ ପାଳନ କରୁଛ କି କହି ହସି ଦେଉଛୁ କିନ୍ତୁ ସମୟ ତା ବାଟରେ ସେ ଚାଲିଯାଏ ମାଇଣ୍ଡ ରିଲାକ୍ସ ନାଁରେ ହେଉ କିମ୍ବା ଏଣ୍ଟରଟେନମେଣ୍ଟ ନାଁରେ ସେ ସାଙ୍ଗସାଥି ମେଳରେ କିମ୍ବା ମୋବାଇଲରେ ଆମେ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରିଥାଉ। ମୁଁ ଏଣ୍ଟରଟେନମେଣ୍ଟ ଦରକାର ନାହିଁ ବୋଲି କହୁନାହିଁ ମଣିଷର ସୁସ୍ଥ ମସ୍ତିଷ୍କ ପାଇଁ ଏଣ୍ଟରଟେନମେଣ୍ଟ ନିହାତି ଦରକାର କିନ୍ତୁ ଏଣ୍ଟରଟେନମେଣ୍ଟ ନାଁରେ ତୁମେ ରାତି ଦିନ ବିତେଇବ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରିବ ତାହେଲେ ତୁମର କର୍ତ୍ତବ୍ୟ ବା କାମ ଯାହା ଥିବ କେତେବେଳେ କରିବ। ଆପଣ ଜାଣିଛନ୍ତି ସନ୍ଥ କବି କବୀର ଦାସ କହିଛନ୍ତି ଓଡ଼ିଆରେ ମଧ୍ୟ କୁହାଯାଇଛି କାଲି ଯାହା କରିବ ଆଜି ତାହା କର ଆଜି ଯାହା କରିବ ଏବେ କ୍ଷଣିକ ଜୀବନ କ୍ଷଣିକେ ସରିବ ପୁଣି ତାହା କରିବ କେବେ। ଆମେ କ'ଣ ଏକଥା ଜାଣିନୁ କି ହେଲେ ଜାଣି ଜାଣି ଅବହେଳା ଏହାର କାରଣ କ'ଣ ଆପଣ ଜାଣିଛନ୍ତି କି ଏହାର କାରଣ ହେଉଛି ପ୍ରୋକ୍ରାଷ୍ଟିନେସନ୍ ମାନେ ସେହି ଅବହେଳା ଟିକେ ପରେ କରିଦେବି ସକାଳେ କରିବି ସନ୍ଧ୍ୟାରେ କରିବି ପରେ କଲେ ବି ଚଳିବ ଏମିତି ପ୍ରୋକ୍ରାଷ୍ଟିନେଟ୍ କରୁ 5 ମିନିଟ୍ ମୋବାଇଲ ଦେଖିବି ତାପରେ ମାଇଣ୍ଡ ଫ୍ରେଶ୍ ହେଲେ ପଢ଼ିବି ଭାବୁ କିନ୍ତୁ ମୋବାଇଲ ସ୍କ୍ରୋଲ୍ କରୁ କରୁ କେତେବେଳେ ଘଣ୍ଟାଏ ବିତିଯାଏ ଜଣାପଡ଼େ ନାହିଁ। ସାଧାରଣତଃ ସ୍କୁଲ କଲେଜରେ ପଢ଼ୁଥିବା ପିଲାମାନେ ମୋବାଇଲରେ ଅଧିକ ସମୟ ବିତାନ୍ତି କାନରେ ଇୟରଫୋନ୍ ନହେଲେ ବ୍ଲୁଟୁଥ୍ ଲଗେଇ ଘଣ୍ଟା ଘଣ୍ଟା ଗୀତ ଶୁଣିଥାନ୍ତି ନହେଲେ ଭିଡ଼ିଓ ଦେଖୁଥାନ୍ତି ଏହାଦ୍ୱାରା ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ବହୁତ ପ୍ରଭାବ ପଡ଼ିଥାଏ। ନିକଟରେ ପ୍ରସାରିତ ହୋଇଥିବା ଓଟିଭିର ଏହି ରିପୋର୍ଟକୁ ଦେଖ। ଗ୍ରୀନ୍ ଲାଇଟ୍ ପରେ ଏବେ ଇୟରଫୋନ୍ ଏବଂ ହେଡଫୋନ୍ ଚିନ୍ତା ମୋବାଇଲ ଲ୍ୟାପଟପ୍ ଆଖି ଉପରେ କୁପ୍ରଭାବ ପକାଉଥିବା ବେଳେ ଏବେ କାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ହେଡଫୋନ୍ ଏବଂ ଇୟରଫୋନ୍। ଏହି ଦୁଇ ଯାନ୍ତ୍ରିକ ଉପକରଣ କାରଣରୁ ଅଧିକାଂଶ ଯୁବପିଢ଼ି ଏବେ ଶ୍ରୁତିବାଧିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଣୁ ସଚେତନତା ପାଇଁ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯୁବପିଢ଼ି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇୟରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ऑनलाइन गेमिंग रे व्यवहार हेउथबा उच्च शब्द और पिलामानकर सोशल मीडिया व्यवहार समय ह्रास करने को सचेतनता सृष्टि करने पई राज्य मानकु परामर्श देइछंती गोयल। आखिर सुस्थता पई जेपरी पिलामाने ग्रीन लाइट रे कम समय बितांती सेथिप्रति सचेतनता सृष्टि करने को परामर्श दिया जाइछि। कारण एसबु टेक्नोलोजी रो बहुल व्यवहार फल रे पिलामानकर शारीरिक और बौद्धिक विकास प्रभावित हेउछि। सेपटे पिलामाने मध्य अत्यधिक मोबाइल और इयरफोन व्यवहार फल रे कुप्रभाव को अनुभव करि परुछंती। वर्तमान समय तुम पाई बहुत मूल्यवान। प्रत्येक मुहूर्त इम्पोर्टाट। जदि तुम स्कूल बा कॉलेज को बस रे जाउछ आउ 2 मिनिट पाई बसटा मिस हेई जिवो तेबे कौन करिवो? ओहो 2 मिनिट पाई बसटा मिस हेई गला। भाव सेही 2 मिनिट केते इम्पोर्टाट थिला। जदि तुमे अध घंटार रास्ता को हाथ रे मात्र अध घंटा ही रखी बाइक रे परीक्षा देवा पाई जाउथिबो आउ बाइकटा बाटरे खराब हेई जिवो नहेले बाटरे पुलिस चेकिन हेउथिबो आउ तम पाखरे डॉक्यूमेंट नथिबो कि हेलमेट नथिबो तेबे अवस्था कौन हेबो? परीक्षा हॉल रे बसी आगरु टिके पढ़िथिले मु एही प्रश्नर उत्तर लिखि पारि थांती बोली भाबिले कौन हेबो? वर्ष सारा प्रोक्रास्टिनेट करी परीक्षा पूर्व दिन राति सारा पढ़िले किछि लाभ हेबो नाही, बरं देह खराब हेबो। पॉकेट रे पैसा रखी जेपरी बजार को जाती तुमे मध्य सेहीपरि हाथ रे समय एवं मनरे पाठ रखी परीक्षा हॉल को जिबा उचित। कारण तुमे ही ए देशर भाग्य भविष्यत। यह केवल स्टूडेंट्स नुहे अधिकांश टीचर माने मध्य प्रोक्रास्टिनेट करती। क्लास को भलरे प्रस्तुत हेई न जिबा, ठीक रे न पढ़ेबा, क्लासरूम रे अजथा गप करिबा, सिलेबस कंप्लीट न करिबा, ठीक समय क्लास को न जिबा, एमिति अनेक उदाहरण रहिछि। यह जे केवल पिलांकर क्षति हेउ नाही आपणकर मध्य क्षति हेउछि। सेहीपरि साधारण लोक माने मध्य अवहेला बा प्रोक्रास्टिनेट जोगु शारीरिक, अर्थनैतिक, सामाजिक, धार्मिक, राजनैतिक क्षेत्र रे पछरे पड़ी जाती आउ दुख भोग करती। कैंसर परी बेमार जदि प्राथमिक स्तर चिन्हट करी ट्रीटमेंट न करा जाए तेबे मृत्यु पर्यंत केते जंत्रणा भोग करने को पड़े आपण थरी कैंसर हॉस्पिटल गले बुझी पारिबे। एही अवहेला बा प्रोक्रास्टिनेट गुण आम समस्तंक पाखरे उणा अधिक रहिछि। यार साइंटिफिक कारण भी रहिछि। आपण माने जदि जानिबा को चाहिए तेबे तले कमेंट सेक्शन रे कमेंट कले ए विषय रे एक वीडियो करी डिटेल्स मु आपण माननकु कहिबी। न्यूयॉर्क रे प्रकाशित एही रिपोर्ट रे प्रोक्रास्टिनेशन रो कारण संपर्क रे कहा जाइछि, फ्रेंड काम बंद कर एवं आमको ठीक समय रे घर को जीवाकू दियो, अर्थात आज सेतिकी थाउ परे देखिबा। जेते सब महापुरुष ओ सक्सेसफुल पर्सन माननकु ओ तांको बाणी को आमे साधारणतः निर्दिष्ट ओकेजन मानकरे ही मने पकई थाउ, जेपरिक इंडिपेंडेंस डे और रिपब्लिक डे मानकरे। तापरे आमे जेमिति कि सेमिति जो अल्प लोक समयर मूल्य बुझीपारती से ही माने ही ऊपर को उठी जाती। आमे तलकू तलकू खसी जाऊ। आपणक परिस्थिति को केही देखती नहीं। थरे सफल हो गले समस्ते देखती। तेणु परिस्थिति जहाँ भी हो आपणक भविष्यत आपणक हाथ में। डियर फ्रेंड्स, एपर्यंत भिडियोटी को देखिथिबारु धन्यवाद। भिडियोटी भल लगी निश्चित भाव में गोटे लाइक करिवे एवं चैनल टी को सब्सक्राइब करी मते सहयोग करिवे। थैंक यू।